ଜୟ ଜଗନ୍ନାଥ ସାଙ୍ଗମାନେ ନମସ୍କାର ଦର୍ଶକ ବନ୍ଧୁ। ବହୁ ବର୍ଷ ତଳର କଥା। ମହିଷାସୁର ବୋଲି ଗୋଟିଏ ଅସୁର ଥିଲା। ମହିଷାସୁରର ଅଧା ଶରୀର ଅସୁର ଥିଲା ଓ ଅଧା ଶରୀର ମହିଷୀର ଥିଲା। ମହିଷାସୁର ବହୁ ବର୍ଷ ପର୍ଯ୍ୟନ୍ତ ବ୍ରହ୍ମାଙ୍କୁ ପ୍ରସନ୍ନ କରିବା ପାଇଁ ତପସ୍ୟା କଲା। ଗୋଟିଏ ଦିନ ପ୍ରସନ୍ନ ହୋଇ ବ୍ରହ୍ମା କହିଲେ, ହେ ମହିଷାସୁର, ମୁଁ ତୁମ ତପସ୍ୟାରେ ଅତି ପ୍ରସନ୍ନ। ତୁମେ ଯାହା ବର ମାଗୁଛ ମାଗ, ମୁଁ ତୁମକୁ ନିଶ୍ଚୟ ଦେବି। ବ୍ରହ୍ମାଙ୍କର ଏହି କଥା ଶୁଣି ମହିଷାସୁର କହିଲା, ହେ ପ୍ରଭୁ, ମୋତେ ଏମିତି ବର ଏକ ଦିଅନ୍ତୁ, ଦେବତା କି ମନୁଷ୍ୟ ମୋତେ କେହି ବି ମାରିପାରିବେ ନାହିଁ। ଏହି କଥା ଶୁଣି ବ୍ରହ୍ମା ହସି ହସି କହିଲେ, ତଥାସ୍ତୁ। ମହିଷାସୁର ବହୁତ ଅତ୍ୟାଚାରୀ ଥିଲା। ଦୟାମାୟା ବୋଲି ତା ମନରେ କିଛି ନଥିଲା। ବର ପାଇ ମହିଷାସୁର ଦେବତାମାନଙ୍କ ଉପରେ ଅତ୍ୟାଚାର କଲା। ଆଉ ଇନ୍ଦ୍ରଙ୍କୁ ପରାସ୍ତ କରି ଯୁଦ୍ଧରେ ଜିତିଲା। ଆଉ ଇନ୍ଦ୍ରଙ୍କ ସିଂହାସନକୁ ତା ଅଧୀନରେ କରିନେଲା। ସବୁ ଦେବତା ମହିଷାସୁରର ଅତ୍ୟାଚାରରେ ବହୁ କଷ୍ଟ ପାଇଲେ। ସବୁ ଦେବତା ଲୋକ ମିଶିକି ବ୍ରହ୍ମା ଓ ବିଷ୍ଣୁ ଶିବଙ୍କ ପାଖକୁ ଗଲେ। ସବୁ ଦେବତାମାନେ ମିଶିକି ଏକ ସଭା କଲେ। ଆଉ ସେ ସଭାରେ ମହିଷାସୁରର ବିନାଶ କେମିତି ହେବ ଆଉ ସେ ବିଷୟରେ ଆଲୋଚନା କଲେ। ଭଗବାନ ବିଷ୍ଣୁ ଓ ଭଗବାନ ଶିବ ତେଜ ଆଲୋକର ଏକ ସୁନ୍ଦର ଦେବୀ ନିର୍ମାଣ କଲେ। ଆଉ ସେ ଦେବୀଙ୍କୁ ସାରା ଦୁନିଆ ଆଦିଶକ୍ତି ଏବଂ ମା ଦୁର୍ଗା ନାମରେ ଜାଣନ୍ତି। ସବୁ ଦେବତା ଲୋକ ମା ଦୁର୍ଗାଙ୍କୁ ନିଜ ନିଜ ଅସ୍ତ୍ରଶସ୍ତ୍ର ପ୍ରଦାନ କଲେ। ଶଙ୍ଖ, ଚକ୍ର, ଗଦା, ତ୍ରିଶୂଳ, ଧନୁଶର ଏମିତି ବହୁ ଅସ୍ତ୍ରଶସ୍ତ୍ର ଧରି ମା ମହିଷାସୁରକୁ ମାରିବା ପାଇଁ ମା ଦୁର୍ଗା ଗଲେ। ମହିଷାସୁରକୁ ମାରିବା ପାଇଁ ମା ଦୁର୍ଗା ଆସୁଛନ୍ତି ବୋଲି ମହିଷାସୁର ଖବର ପାଇଲା। ଖବର ପାଇଲା ପରେ ମା ଦୁର୍ଗାଙ୍କୁ ଦେଖା କରିବା ପାଇଁ ସେ ବ୍ୟାକୁଳ ହୋଇପଡ଼ିଲା। ମହିଷାସୁର ମା ଦୁର୍ଗାଙ୍କୁ ଦେଖିବା ପରେ ସେ ମାଙ୍କୁ ବିବାହ କରିବା ପାଇଁ ନିମନ୍ତ୍ରଣ କଲା। ମା ଦୁର୍ଗା କହିଲେ, ହେ ଅସୁର ସମ୍ରାଟ, ମୋ ସାଥିରେ ତୁମେ ଯୁଦ୍ଧ କର। ତମେ ଯଦି ଯୁଦ୍ଧରେ ପରାସ୍ତ କର, ତା ହେଲେ ମୁଁ ତୁମକୁ ବିବାହ କରିବି। ମହିଷାସୁର ମା ଦୁର୍ଗାଙ୍କ କଥାରେ ରାଜି ହୋଇଗଲା। ମୁଁ ଯୁଦ୍ଧ କରିବା ପାଇଁ ଆପଣଙ୍କ ସହିତ ଇଚ୍ଛୁକ ଅଛି। ମହିଷାସୁର ମା ଦୁର୍ଗାଙ୍କ ମଧ୍ୟରେ ଯୁଦ୍ଧ ଆରମ୍ଭ ହେଲା। ମହିଷାସୁର କାମ, କ୍ରୋଧ, ଭୋକ, ମୋହମାୟାର ଅଧୀନ ହୋଇସାରିଥିଲା। ମହିଷାସୁରର ବୁଦ୍ଧି ଭ୍ରଷ୍ଟ ହୋଇସାରିଥିଲା। ମା ଦୁର୍ଗା ଏବଂ ମହିଷାସୁର ମଧ୍ୟରେ 10 ଦିନ ପର୍ଯ୍ୟନ୍ତ ଯୁଦ୍ଧ ହେଲା। ଦୁଇ ପଟରୁ ଯୁଦ୍ଧ ସମାନ ଭାବରେ ହେଉଥିଲା। ମା ଦୁର୍ଗା ନିଜେ ଆଦିଶକ୍ତିର ଅବତାର ଥିଲେ। ମା ଦୁର୍ଗା ମହିଷାସୁରର ସବୁ ଅସ୍ତ୍ରଶସ୍ତ୍ର ପ୍ରହାରକୁ ନଷ୍ଟ କରିଦେଉଥିଲେ। 10 ଦିନ ମା ଦୁର୍ଗା ମହିଷାସୁରକୁ ବଧ କରିଥିଲେ ଆଉ ଦେବତାମାନଙ୍କ ରକ୍ଷା କଲେ। ସବୁ ଦେବତାମାନେ ବହୁତ ଖୁସି ହେଲେ। ମା ଦୁର୍ଗାଙ୍କ ଉପରେ ପୁଷ୍ପ ବର୍ଷା କଲେ। ମା ଦୁର୍ଗାଙ୍କୁ ପ୍ରଣାମ କଲେ। ମା ଦୁର୍ଗାଙ୍କର ଜୟ ଜୟକାର କଲେ। ସେହି ଦିନଠାରୁ ହିନ୍ଦୁ ଧର୍ମରେ ନବରାତ୍ରି ପାଳନ କରାଯାଏ। ଆମେ ନବରାତ୍ରିରେ ମା ଜଗତଜନନୀ ମା ଦୁର୍ଗାଙ୍କୁ ପୂଜା କରିଥାଉ ଆଉ ତାଙ୍କର ଆରାଧନା କରିଥାଉ। ମାଙ୍କର ଜୟ ଜୟକାର କରାଯାଏ। ଭିଡ଼ିଓଟି ଆପଣମାନଙ୍କୁ କିପରି ଲାଗିଲା ନିହାତି କମେଣ୍ଟ ବକ୍ସ ମାଧ୍ୟମରେ ଆପଣମାନଙ୍କର ମତାମତ ଜଣାଇବା ପାଇଁ ଭୁଲିବେନି। ଯଦି ଭିଡ଼ିଓଟି ଆପଣମାନଙ୍କ ମନକୁ ଛୁଇଁଥାଏ, କମେଣ୍ଟରେ ଜୟ ମା ଦୁର୍ଗା ଲେଖିବା ପାଇଁ ଜମାରୁ ବି କୁଣ୍ଠାବୋଧ କରିବେ ନାହିଁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ରହୁଛି ନମସ୍କାର, ଜୟ ଜଗନ୍ନାଥ। ପୁଣି ଦେଖା ହେବ ଏକ ସୁନ୍ଦର ଭିଡ଼ିଓ ସହିତ ଆଗାମୀ ଦିନମାନଙ୍କରେ। ଜୟ ଜଗନ୍ନାଥ।